আজি କରିବା ଚିକେନ କୁତକୁତ। चिकेन पाई आंध्रा रे मिल जे हमको शिळपुआ 6 जन पाई चिकेन रोस्टेड हो जोटे कि हमें आंध्रा स्टाइल टिके बना चेष्टा करछु आ आपण मानकु निमंत्रण रहला आपण हमर टिके चिकेन टाको चिकेन कसा खाई टिके टेस्ट कोन कहबे आ हमर सब भाई माने भी अछन हम पाखरे मामू माने भी अछन मामू भी अछन केवल ताको आई बट हमर तो छेचे भाई शिडर पुआ नहीं ए देखो ए बैचलर लाइफ रे केमिति शिळपुआ रे छेचा होजी देखो बट एटा को हम नै कि मैनेज करि कर देखो तो केम स्टाइल रो अरे को बसो ना इधर बसा काहे ए स्टाइल रे आपण डेंकी देखि दे तम 2009 6 मसे रे एबे ता ओ डेंकी स्टाइल नाही आउ हमें अरे को बसा ए डेंकी साथ रे हमें तैयारी करछु तो का बॉटल नहीं था इसलिए हम क्वार्ट बा बॉटल ले आया और भी बड़ा वाला देखिए कितना बड़ा है वो बहुत ज़्यादा चिकन धरेंगे स्टार्टिंग चिकन प्रोसेस प्रथम आम तेलटा ढालिबा देखु तेल आम 2 के चिकन को ढालुचु 250 ग्राम तेल जो चिकन आंध्रा चिकन हम तो जानू के प्रोसेस रे आसुची मोटामोटी चिकन टा भल भाव धोई देबा हाँ से बड़ करेला जानी पारनी ओला बायडा चिकन टा भल भाव टिके धोई देबा देखो तो आम टे चिकेन टाक मेंटेन करने लुण टा भल पकईदे आम छोट प्लेस जो 2टा डिवाइड हो पड़ुची आम तो चिकेन रे तेल आड करूँ आम आंध्रा स्टाइल टे रोषे चाहूँ से ये जानी पानी आम छोट भाईटा बबुल था ना से डालचिन टे हवा बोली आम टे डालचिन टे पासीगला आम पियाज टा पकईबा देखु पियाज टा पियाज टा आम रेडी होगा पकड़े भल भाव घाटी देवा कारण कि पियाजटा पाचिवाई समय दरकार पाचिवाई लगे आगे जल्दी मेल्ट हाँपाई लुणटा टे पड़ा आमर कारण ब्राउन कलर न आसा पर्यटन आकाश तो 2 मिनट छाड़ी देलु पियाज टाक पाचापी ब्राउनिंग आसापी बर्तमान मोर कलर भी आसला हारी तापर आम टे भल टे घाटीदबा तापर जानी पियाज पर आउ कि पेस्ट करने भल भाव आम किसी मसला रखीचु अदा रसुण पेस्ट अदा रसुण टे पेस्ट आम जो रखीचु आमर 2006-9 मसीहार ढिंकी यही ढिंकी भितर मसलाटा अच्छी आम भल भाव टे चारिआड़ी मिक्स कर पकईदेवा तापर या आम कौन करवा भल भाव टे मिसईदेवा भल भाव टे मिसईदेवा चारिआड़ी सब फेंटी हो
ମିକ୍ସ ହେଇଗଲା ପରେ କିଛି ସମୟ ଛାଡ଼ିଦେବାକୁ, କାରଣ ଅଦା ରସୁଣ ଟିକେ ପେଷ୍ଟ ହେଲେ ଆମେ ଯେଉଁ ଅଦା ରସୁଣଟା ପେଷ୍ଟଟା ପକାଇଥିଲୁ ଏ ପିଆଜ ସହିତ ମିକ୍ସ ହେଇଗଲାଣି। ତା ପାଇଁ ଆମେ କିଛି ଆଉ ଟିକେ ମସଲାଟାକୁ ଭଲ ଭାବରେ ଟେଷ୍ଟ ଆଣିବା ପାଇଁ ହେଲେ ଲଙ୍କା ଗୁଣ୍ଡ ଟିକେ ପକାଇବା। ତୁମର ସ୍ୱାଦ ଅନୁସାରେ ଲଙ୍କାଟା ପକାଇବ, କାରଣ ଯଦି ଅଧିକ ପକାଇଦେବ ରାଗ ଲାଗିବ, ଆଉ ରାଗ ଯଦି କମ୍ କରିଦେବ ବି ଟେଷ୍ଟଟା କମିଯିବ। ସେଥିପାଇଁ ତୁମକୁ ସ୍ୱାଦ ଅନୁସାରେ ଲଙ୍କାଟାକୁ ପକାଇବାକୁ ପଡ଼ିବ। ବର୍ତ୍ତମାନ ଆମର ରେଡ଼ି ହେଇଗଲା ଲଙ୍କାଟା, ତାକୁ ବି ଭଲ ଭାବରେ ମିକ୍ସ କରିଦେବ, କାରଣ ୟା ଟିକେ ସ୍ୱାଦ ଅନୁସାରେ ହଳଦୀଟା ପକାଇବା, ନହେଲେ ଅଧିକ ଯଦି ହଳଦୀ ପଡ଼ିଯିବ ପିଟୁଣିଆ ଲାଗିବ, ହଳଦିଆ ଲାଗିବ। ଆମେ ଠିକ୍ରେ ମାପ ଚୁପରେ ପକାଇବାକୁ ପଡ଼ିବ, ନହେଲେ ହେବନି। କାରଣ ଆମ ସେଇ ଅନୁସାରେ ଚିକେନଟାକୁ ଟେଷ୍ଟ କରିବାକୁ ହେଲେ ସେଇ ଅନୁସାରେ ସ୍ୱାଦ ଅନୁସାରେ ମସଲା ପଡ଼ିବ। ଦେଖନ୍ତୁ ସେଇ ଅନୁସାରେ ଟିକେ ସ୍ୱାଦ ଅନୁସାରେ ଚିକେନ ମସଲା ପକାଇବ, ଅଳ୍ପ କିଛି ପକାଇଦେବ। ତାପରେ କାରଣ ଚିକେନଟା ଅଛି, ଚିକେନ ପକାଇଲା ପରେ ଆଉ କିଛି ଅବଶିଷ୍ଟ ଯାହା ଚିକେନ ମସଲା ଅଛି ତାକୁ ମଧ୍ୟ ପକାଇବ। ଆମର ରୁମ୍ର ସବିତା ଲାଗିଗଲା ମାନେ କୋଉ ବାସ୍ନା ହଉଛି କୋଉଠି ଲାଗୁଛି? ନାଇଁ ଲାଗିବନି। ନା ନାଇଁ ଭାଇ ଲାଗିବନି, ତ କମେଇ ଦିଏ। ରହୁନୁ କିଛି ଅସୁବିଧା ସେଥିରେ କିଛି ଭାଇ ସାଇନ୍ସ ନାହିଁ, ସେଇଟା ଯେମିତି ଚିକେନ ମସଲା ପଇଲା ସ୍ପାଇସି ବାସ୍ନା ମାନେ ରାଗି ବାସ୍ନା ମସଲା ରାଗି ଟିକେ ଅଛି, ଓରିଜିନାଲ ମସଲା ଭଳିଆ ଲାଗୁଛି। ଆଉ ଚିକେନ ମସଲାଟା ପଡ଼ିଯାଇଛି ଟେଷ୍ଟ ଅନୁସାରେ। ଆଉ ଟିକେ ତୁମର କରିଏଣ୍ଡର ପାଉଡ଼ର ଅଛି, ଆମର ତ ବ୍ଲାକ୍ ପାଉଡ଼ର ନଥିଲା, କରିଏଣ୍ଡର ପାଉଡ଼ରଟା ଢାଳିବାକୁ ପଡ଼ିଲା ଟିକେ ଟେଷ୍ଟ ଅନୁସାରେ। ତୁମର ଯଦି ବ୍ଲାକ୍ ପାଉଡ଼ର ବି ଅଛି ତୁମେ ପକାଇ ପାରିବ, ୟୁଜ୍ କରିପାରିବ ସ୍ୱାଦ ଅନୁସାରେ। ଆମେ ତ ବ୍ଲାକ୍ ପାଉଡ଼ର ଆଣିନୁ, ହେଲେ ଆମେ କରିଏଣ୍ଡର ପାଉଡ଼ର ଦ୍ୱାରା ଚଳେଇ ନେଉଛୁ। ସେଠି ବି ସେଇ ଅନୁସାରେ ସ୍ୱାଦ ଅନୁସାରେ ପକାଇବ, ନହେଲେ ଭାଇ ଶୋଧିଏ ସେମିତି। ମସଲାଟା ଆମର ରେଡ଼ି ହେଇକି ଆସିଲାଣି। ଟମାଟୋଟା ପକାଇଲେ ଆଉ ଟିକେ ମେଲ୍ଟ କରିବା ପାଇଁ, ପୁରା ପେଷ୍ଟ ହେବା ପାଇଁ ଟମାଟୋଟା ପଡ଼ିବ। ତାକୁ ଭଲ ଭାବରେ ଟିକେ ମିକ୍ସ କରିଦେବ। ଟମାଟୋଟା ଯେମିତି ଭଲ ଭାବରେ ଫେଣ୍ଟି ହେଇକି ପୁରା ମେଲ୍ଟ ହେଇଯିବ। ପାଣି ଦିଅ, ତେଲ ଦିଏ ସେଥିରୁ ପାଣି ବାହାରିବ, ପାଣି ବାହାରିବ ନା। ଭଲ ଭାବରେ ଫେଣ୍ଟି ହେଇଛି, ମିଶି ଯାଇଛି, ମେଲ୍ଟ ମଧ୍ୟ ହେଇଯାଇଛି। ତା ପାଇଁ ଆମେ ଯେଉଁ ଅନୁସାରେ ପ୍ରୋସେସ୍ ଅନୁସାରେ ରଖିଛୁ ଚିକେନଟା ଅଛି, ଆମେ ଚିକେନ ବର୍ତ୍ତମାନ ହାଲକାରେ ପକାଇବା। ଆପଣ ଗୋଟା ଅନୁସାରେ ପକାଇ ପାରିବେ ଯଦି ଭଲ କଥା, ଡାଇରେକ୍ଟ ଢାଳିପଡ଼େ। ଆମେ ଟିକେ ସେଇ ଅନୁସାରେ ଟିକେ ମିଶାଇବାକୁ ହେଲେ ଆମେ ଟିକେ ଅଳ୍ପ କିଛି ଢାଳିବା, ଯେଉଁଟାକି ଆମକୁ ଫେଣ୍ଟିବାରେ ସହଯୋଗ କରିବ। ବର୍ତ୍ତମାନ ଦେଖନ୍ତୁ କେମିତି ଭଲ ଭାବରେ ଟିକେ ଫେଣ୍ଟି ଲାଗୁଛି। ମସଲାଟା ଚାରିଆଡ଼ିକି ଚିକେନ ସହିତ ମିଶିକି ରହିଲେ ଭଲ। ଆଉ ସିଝିବା ପର୍ଯ୍ୟନ୍ତ କିଛି ତାକୁ ଭଲ ଭାବରେ ଟିକେ ଘୋଳନ ଦେଇଦେବା, ନଚେତ୍ ନ ଘୋଳନ ନଦେଲେ ମସଲାଟା ଲାଗିଯିବ। ସେଥିପାଇଁ ଆମେ ତାକୁ ଘୋଳେଇକି ରଖିଦେବା 5 ମିନିଟ୍ ପର୍ଯ୍ୟନ୍ତ। ଆଳୁ ଭଲ ଭାବରେ ପକାଇଦେଲୁ, ଆଳୁଟା ପଡ଼ିଗଲା ପରେ ଆକୁ ଟିକେ ଭଲ ଭାବରେ ସେଇ ଅନୁସାରେ ମିକ୍ସ କରିବ। ମିକ୍ସ କଲେ ମସଲାଟା ତା ଦେହକୁ ଲାଗିକି ରହିବ ଆଳୁ ସହିତ, ନହେଲେ
ଆକୁ ମଧ୍ୟ କିଛି ସମୟ ପାଇଁ ଛାଡ଼ିଦେବା ମିକ୍ସ କରିକି। ମସଲାଟା ଆଳୁ ସହିତ ଭିଜିକି ରହିଲେ ଆଳୁଟା ଟେଷ୍ଟ ଆସିବ, ନହେଲେ ଆସିବନି। ପାଣିଚିଆ ଆଳୁ ଲାଗିବ, ନ ସେମିତି ଆଳୁଟା ସିଝିକି ରହିଲା ପରେ ଭଲ ଲାଗିବ। ଦର୍ଶକ ପଳେଇ ଆସିଲେ ଦେଖିବାକୁ। ଏଇଟା ଆମ ଓଡ଼ିଶା ରୋଷେଇଆ କିଛିଟା ମିଶୁଛି ଆଉ କିଛିଟା ଆନ୍ଧ୍ରା ରୋଷେଇଆ ମିଶୁଛି। ଯେଉଁ ଅନୁସାରେ ଆନ୍ଧ୍ରା ମସଲା ଆମେ ଯେଉଁ ପକାଇଛୁ, ଆମ ଓଡ଼ିଶାରେ ଏମିତି ତ ମସଲା ଆସିବନି ଏତେ ଯେଡ଼େ ଲାଲ ହେବ ବୋଲି, ହେଲେ ଆନ୍ଧ୍ରା ମସଲା ସହିତ ଓଡ଼ିଶା ରୋଷେଇଆ ମିଶିକି ଅଛି। ଦେଖନ୍ତୁ ଟିକେ ଭଲ ମଧ୍ୟ ଭଲ ସ୍ମେଲ୍ଟା ଆସୁଛି। ଆପଣମାନଙ୍କୁ ଯଦି ଲାଗିବ କେବେ ମୋତେ ଡାକିବେ ଆନ୍ଧ୍ର ରୋଷେଇଆ ହିସାବରେ। ଆପଣଙ୍କ ଖୁସି ଅନୁସାରେ ଆପଣ ଫ୍ରି ଅଫ୍ କଷ୍ଟ ଦେଇଦେବେ, କେତେବେଳେ ନାହିଁ ଯଦି କଡ଼ା ହେଇଛି ବଡ଼ ମାନ ଭାଇମାନଙ୍କ ପାଇଁ। ଦେଖ ଭାଇମାନେ ଟିକେ ଟିକେ ଦେଖିକି କହିବେ କେମିତି କ'ଣ ଲାଗୁଛି। ପାଣି ଟିକେ ଦେଇଦେଇଛୁ କାରଣ ଚିକେନ୍ ଆଉ ଆଳୁ ସିଝିବା ପାଇଁ। କ'ଣ ସବୁ ମାନ୍ଦା ଭଳିଆ କିଛି ହଉନାହାନ୍ତି ଭିଡ଼ିଓ କଲାଙ୍କୁ। ଚିକେନ୍ ଆଳୁ ସିଝିବା ପାଇଁ ପାଣି କିଛି ଦେଇଦେଇଛୁ। ନା ଆଉ ଦେବାନି, ଏତିକି ହେବ। ହେଇଗଲା, ଆମେ ଏବେ ଖାଇବା ପାଇଁ ସମସ୍ତେ ରେଡ଼ି କରୁଛୁ। ସେଇ ଅନୁସାରେ ଭାଗ ମାପରେ ବଣ୍ଟା ହେଉଛି ଆମର, ଯେହେତୁ ବ୍ୟାଚଲର ଗ୍ରୁପ ସେ ଅନୁସାରେ ପିସ୍ ଅନୁସାରେ ବଣ୍ଟା ହେବ। ତାପରେ ଖାଇବା ଷ୍ଟାର୍ଟ। କାହାକୁ ଦବାର ନାହିଁ କିଛି।